ଆଜିର ପ୍ରସଙ୍ଗ ପୂର୍ବାଞ୍ଚଳ କୃଷି ସମ୍ମିଳନୀ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିଥିଲେ। ଏଥିରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗର କୃଷିମନ୍ତ୍ରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବ ଭାରତରେ କୃଷି ପରିବର୍ତ୍ତନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି କରିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସମନ୍ୱିତ କୃଷି, ରସାୟନ ସାର ବ୍ୟବହାରକୁ ହ୍ରାସ କରିବା ଓ ଜୈବିକ କୃଷିକୁ ଅଧିକରୁ ଅଧିକ ଆପଣାଇବା ଆଦି ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ଏଥିସହ ଚାଷୀ ପଞ୍ଜୀକରଣ, ଉଦ୍ୟାନ କୃଷି, କୃଷିକ୍ଷେତ୍ର ପାଇଁ ଋଣ ସହାୟତା, ବଜାର ପ୍ରସଙ୍ଗ, ନକଲି ସାର ବିକ୍ରି ଓ ବ୍ୟବହାର ଉପରେ ନିୟନ୍ତ୍ରଣ ଏବଂ ଚାଷୀଙ୍କ ଆୟ ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ କୃଷି ବିଶେଷଜ୍ଞ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପୂର୍ବ ଭାରତ ଅଞ୍ଚଳରେ କୃଷି ଓ କୃଷକଙ୍କ ଜୀବିକା ଏବଂ ଆଞ୍ଚଳିକ କୃଷି ରଣନୀତି ପ୍ରସ୍ତୁତି ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି। ଉର୍ବର ଜମି, ପ୍ରଚୁର ଜଳସମ୍ପଦ, ବିବିଧ ଜଳବାୟୁ ପରିସ୍ଥିତି ଏବଂ ଉତ୍ସର୍ଗୀକୃତ କୃଷିଜୀବୀଙ୍କ ଉପଯୋଗ ମାଧ୍ୟମରେ ପୂର୍ବ ଭାରତରେ କୃଷି ବିକାଶ ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଭାରତରେ କୃଷି ବିକାଶର ଅଧିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ। ଚାଷୀଙ୍କୁ ଅନ୍ନଦାତା ସହ ଜୀବନଦାତା ଭାବେ ବର୍ଣ୍ଣନା କରି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ, ଦେଶର ବିକାଶ ଯାତ୍ରାର ମେରୁଦଣ୍ଡ ହେଉଛି କୃଷି। ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ କୃଷକଙ୍କ ଆୟ ବୃଦ୍ଧିକୁ ସରକାର ସର୍ବଦା ପ୍ରାଥମିକତା ପ୍ରଦାନ କରିଆସୁଛନ୍ତି। କୃଷିକ୍ଷେତ୍ର କେବଳ ଧାନ ଏବଂ ଗହମ ମଧ୍ୟରେ ସୀମିତ ରହିନାହିଁ। ଏବେ ଡାଲି, ତୈଳବୀଜ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକରୀ ଫସଲ ଉପରେ ଧ୍ୟାନ ଦିଆଯାଉଛି। ବିଶେଷକରି ପୂର୍ବ ଭାରତ ଅଞ୍ଚଳରେ ଏହିସବୁ ଚାଷ ପାଇଁ ବ୍ୟାପକ ସମ୍ଭାବନା ରହିଛି। ସମନ୍ୱିତ କୃଷିକୁ ବ୍ୟବହାରିକ ଏବଂ କ୍ଷେତ୍ରୀୟ ସ୍ତରରେ ମଡେଲ ଭାବେ ଗ୍ରହଣ କରାଯିବା ଉଚିତ। ଉଦ୍ୟାନ କୃଷି, ମତ୍ସ୍ୟ ପଶୁପାଳନ, ପ୍ରାଣୀ ସମ୍ପଦ, ମହୁମାଛି ପାଳନ ଏବଂ କୃଷି ବନୀକରଣ ସହିତ ଫସଲ ଚାଷକୁ ସମନ୍ୱିତ କରାଗଲେ କ୍ଷୁଦ୍ର ଚାଷୀଙ୍କର ଆୟ ଯଥେଷ୍ଟ ବୃଦ୍ଧି ପାଇପାରିବ। ସମନ୍ୱିତ କୃଷି ମଡେଲଗୁଡ଼ିକୁ ପ୍ରେରଣାଦାୟୀ ତଥା ବ୍ୟବହାରିକ ଭାବରେ ଚାଷୀଙ୍କୁ ପ୍ରଦର୍ଶନ କରିବା ପାଇଁ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ କୃଷିମନ୍ତ୍ରୀ ଓ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ସନ୍ତୁଳିତ ସାର ବ୍ୟବହାର ମାଧ୍ୟମରେ ମାଟିର ସ୍ୱାସ୍ଥ୍ୟ ସୁରକ୍ଷା ସମ୍ଭବ ହୋଇପାରିବ। ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ନ କରି ସାରର ବହୁଳ ବ୍ୟବହାର ଇନପୁଟ୍ ଖର୍ଚ୍ଚ ବଢ଼ାଉଥିବା ବେଳେ ମାଟିର ଉର୍ବରତାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ତେଣୁ ବୈଜ୍ଞାନିକ ପଦ୍ଧତିରେ ଆବଶ୍ୟକତା ଅନୁଯାୟୀ ସାର ବ୍ୟବହାର ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଜୈବିକ କୃଷି ଆପଣେଇବାକୁ ମଧ୍ୟ ଚାଷୀଙ୍କୁ ଆହ୍ୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାସ 1ରୁ ଦେଶବ୍ୟାପୀ କ୍ଷେତ ବଞ୍ଚାଅ ଅଭିଯାନ କାର୍ଯ୍ୟକାରୀ କରାଯିବ। 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସନ୍ତୁଳିତ ସାର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହିତ କୃଷିକ୍ଷେତ୍ର ପାଇଁ ରହିଥିବା କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ନକଲି ସାର, ନିମ୍ନମାନର ବିହନ ଏବଂ ନକଲି କୀଟନାଶକ ବିକ୍ରି ଓ ଉପଯୋଗକୁ ଏକ ଗମ୍ଭୀର ଅପରାଧ ଭାବେ ସରକାର ବିବେଚନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏହାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଏକ ବଡ଼ ଅଭିଯାନ ଆରମ୍ଭ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ରାଜ୍ୟଗୁଡ଼ିକ ମଧ୍ୟ କଠୋର ଆଇନ ପ୍ରଚଳନ କରିବା ସହିତ ସମୟୋପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଫସଲ ଉତ୍ପାଦନ ଏବଂ ଏହାର ବିକ୍ରି ନେଇ ବ୍ୟବସ୍ଥିତ ପଦକ୍ଷେପ ଉପରେ ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କୃଷିକ୍ଷେତ୍ର ଆଧାରରେ ପୂର୍ବ ଭାରତରେ ଆତ୍ମନିର୍ଭରଶୀଳ ଅଭିଯାନ ପାଇଁ ବ୍ୟାପକ ସୁଯୋଗ ରହିଛି। ବଜାର କ୍ଷେତ୍ରକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଫଳରେ ବିଭିନ୍ନ ଫସଲ ଉତ୍ପାଦ ବୃଦ୍ଧି ପାଇପାରିବ। ଏହାଦ୍ୱାରା ଚାଷୀଙ୍କର ଆୟ ମଧ୍ୟ ଅଧିକ ହେବ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି। କୃଷିକ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ହେଲେ ଗବେଷଣାଲବ୍ଧ ଜ୍ଞାନ ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି। ଏଥିପାଇଁ ଏକ ବ୍ୟବସ୍ଥିତ ରୂପରେଖ ପ୍ରସ୍ତୁତ କରିବାକୁ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। କୃଷି ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ ସମୃଦ୍ଧି ପାଇଁ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।